ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ, କାରଣ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏ ପ୍ରକାର ଅଟେ, ଆପଣ ଖ୍ରୀଷ୍ଟିଆନ ପରି ଦେଖାଯାଉନାହାନ୍ତି। ଆଜିର ପ୍ରସଙ୍ଗଟି ଏ ପ୍ରକାର ଅଟେ, ଆପଣ ଖ୍ରୀଷ୍ଟିଆନ ପରି ଦେଖାଯାଉନାହାନ୍ତି। ପ୍ରିୟମାନେ, ଗୋଟିଏ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ସହିତ ଯେଉଁ ସମୟରେ ଲୋକମାନେ ମିଶନ୍ତି ଆଉ କୁହନ୍ତି, ଆଜ୍ଞା ଆପଣ ଖ୍ରୀଷ୍ଟିଆନ କି? ଆଜ୍ଞା ଆପଣ ଖ୍ରୀଷ୍ଟିଆନ ପରି ଦେଖାଯାଉନାହାନ୍ତି। ଆଜ୍ଞା ଆପଣଙ୍କର ସ୍ୱଭାବରୁ ଆମେ ଖ୍ରୀଷ୍ଟିଆନ ବୋଲି ଆପଣଙ୍କୁ ଜାଣିପାରୁନୁ। ଆଜ୍ଞା ଏହି ପ୍ରକାର ଅନେକ ଜଣ ପ୍ରଶ୍ନ କରୁଛନ୍ତି। ପ୍ରିୟମାନେ, ଲୋକମାନଙ୍କ ମନ ମଧ୍ୟରେ ଏହି ପ୍ରକାର ରହିଛି ଯେ ଖ୍ରୀଷ୍ଟିଆନ ବୋଲି କହିଲେ ତାଙ୍କର ଚମଡ଼ାର ରଙ୍ଗ ଗୋରା ଥିବ, ଧଳା ଥିବ, ସଫା ଥିବ। ଆଉ ଖ୍ରୀଷ୍ଟିଆନ କହିଲେ ସେମାନେ ଧଳା ପୋଷାକ ପିନ୍ଧିଥିବେ। ଖ୍ରୀଷ୍ଟିଆନ କହିଲେ ସେମାନଙ୍କ ବେକରେ ଗୋଟେ କ୍ରସ୍ ଥିବ। ଖ୍ରୀଷ୍ଟିଆନ କହିଲେ ହାତରେ ଗୋଟେ ବାଇବଲ ଧରିଥିବେ। ଖ୍ରୀଷ୍ଟିଆନ କହିଲେ ସେମାନଙ୍କର ବହୁତ ବିଷୟ ଗୁଡ଼ିକକୁ ସେମାନେ ଦେଖୁଥିବେ। ଏ ଯେଉଁ ବାହିକ ଭେଷ ଗୁଡ଼ିକ, କାରଣ ବିଭିନ୍ନ ପ୍ରକାର ଧର୍ମ ରହିଛି ଆଉ ସବୁ ଧର୍ମର ବିଭିନ୍ନ ପ୍ରକାର ବେଶଭୂଷା ରହିଛି। ତୁମେ ଏଇଟା ରଙ୍ଗ ପିନ୍ଧିବ ନାହିଁ, ସେଇ ରଙ୍ଗ ପିନ୍ଧିବ, ଏଇଟା ତୁମ ରଙ୍ଗ, ସେଇଟା ତୁମ ରଙ୍ଗ ନାହିଁ, ଏଇ ପ୍ରକାର ତୁମ ପୋଷାକ, ଏଇ ପ୍ରକାର ତୁମର ଜୀବନଶୈଳୀ, ତୁମେ ଏଇ ପ୍ରକାର ରହିବ। ପ୍ରିୟମାନେ, ଏ ଯେଉଁ ବାହିକ ବେଶଭୂଷା ଦେଖୁଛନ୍ତି ଅନେକ ଧର୍ମ ଗୁଡ଼ିକ ରହିଛି, ମାତ୍ର ଆମମାନଙ୍କର ଖ୍ରୀଷ୍ଟିଆନିଟିରେ ଏହି ପ୍ରକାର ଭାବରେ କୌଣସି ବିଷୟ ନାହିଁ ଯେଉଁଟାକି ବାହିକ ବିଷୟ ଗୁଡ଼ିକ। ଆମେ ହାତରେ ବାଇବଲ ଧରିଲେ ଆମେ ଖ୍ରୀଷ୍ଟିଆନ ବୋଲି ଜଣାଯିବା, କି ବେକରେ ଆମେ କ୍ରସ୍ ପିନ୍ଧିଲେ ଆମେ ଖ୍ରୀଷ୍ଟିଆନ ବୋଲି ଜଣାଯିବା। ଅନେକ ଜଣ ମୋତେ ମଧ୍ୟ କହିଛନ୍ତି, ତୁମ ନାମରୁ ତ ତୁମେ ଖ୍ରୀଷ୍ଟିଆନ ଲାଗୁନାହଁ, ତୁମ ନାଁ ତ ଖ୍ରୀଷ୍ଟିଆନ ନାଁ ନାହିଁ। କାରଣ ଲୋକମାନଙ୍କର ମନୋଭାବ, ଯିଏ ଖ୍ରୀଷ୍ଟିଆନ ହେଇଗଲା ସେ ବାଇବଲର ନାଁ ଗୁଡ଼ିକ ପାଉଲ, ପିତର, ଜହନ, ଯାକୁବ, ଆନ୍ଦ୍ରିୟ, ଅବ୍ରାହମ, ଦାଉଦ ଏହି ପ୍ରକାର ନାଁ ଗୁଡ଼ିକ ଯେଉଁ ରଖିବେ, ତାହେଲେ ସେମାନେ ଖ୍ରୀଷ୍ଟିଆନ। ତୁମ ନାମରୁ ତ ଖ୍ରୀଷ୍ଟିଆନ ଜଣାପଡ଼ୁନାହିଁ, ତୁମ ଚେହେରାରୁ ତ ଖ୍ରୀଷ୍ଟିଆନ ଜଣାପଡ଼ୁନାହିଁ। ଏହି ପ୍ରକାର ଭାବରେ ଲୋକମାନଙ୍କ ରହିଛି। ପ୍ରିୟମାନେ, ବାଇବଲ ଆମମାନଙ୍କୁ କ'ଣ କହେ? ବାଇବଲ ଆମମାନଙ୍କୁ କହେ, ଯଦି ଆମେ ପଢ଼ିବା ଗୋଟେ ଖ୍ରୀଷ୍ଟିଆନର ପରିଚୟ କ'ଣ, ଜହନ ଲିଖିତ ସୁସମାଚାର 13 ଅଧ୍ୟାୟ ଏହାର 35 ପଦ ଲେଖାଗଲା, ଯଦି ତୁମ୍ଭମାନଙ୍କର ପରସ୍ପର ପ୍ରତି ପ୍ରେମ ଥାଏ, ତାହେଲେ ତୁମ୍ଭେମାନେ ଯେ ମୋହର ଶିଷ୍ୟ, ଏହା ସମସ୍ତେ ତୋ ଦ୍ୱାରା ଜ୍ଞାତ ହେବେ। ଗୋଟେ ଖ୍ରୀଷ୍ଟିଆନର ପରିଚୟ ହେଲା ପ୍ରେମ। ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ ଯେ ତୁମମାନଙ୍କ ପରସ୍ପର ପ୍ରତି ପ୍ରେମ। ପରସ୍ପର ପ୍ରତି ଯଦି ଆମର ପ୍ରେମ ରହିଛି, ଏଇଟା ହେଉଛି ଆମର ପ୍ରେମ, ଖ୍ରୀଷ୍ଟିଆନିଟିର ପରିଚୟ। ଖ୍ରୀଷ୍ଟିଆନ ଶତ୍ରୁକୁ ପ୍ରେମ କରେ, ଖ୍ରୀଷ୍ଟିଆନ ପ୍ରତିବାସୀକୁ ଆତ୍ମତୁଲ୍ୟ ପ୍ରେମ କରେ। ଖ୍ରୀଷ୍ଟିଆନ ଘୃଣା କରିବାଟା ଶିଖି ନାହିଁ, ଖ୍ରୀଷ୍ଟିଆନ ପ୍ରେମ କରିବାଟା ଶିଖିଛି। କାରଣ ବାଇବଲ କହେ ଈଶ୍ୱର ତ ପ୍ରେମ ଅଟନ୍ତି, ଆମମାନଙ୍କ ପରମେଶ୍ୱର ସେ ପ୍ରେମ ଅଟନ୍ତି ଓ ଆମକୁ ସେ ପ୍ରେମ କରିବାକୁ ଶିଖେଇଛି। ଖ୍ରୀଷ୍ଟିଆନ ବିଦ୍ରୋହ କରେ ନାହିଁ, ଖ୍ରୀଷ୍ଟିଆନ ଗଣ୍ଡଗୋଳ କରେ ନାହିଁ। ପ୍ରିୟମାନେ, ଆମର ପରିଚୟ ହେଉଛି ପ୍ରେମ। ଦେଖି ଆମ ପ୍ରେମ ଜଗତ ଜାଣିବ ଯେ ଆମେ ଯୀଶୁଙ୍କର। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଏ ଜଗତକୁ ସେ ପ୍ରେମ କଲେ। ସେହି ପ୍ରେମ ଆଜି ଆମକୁ ଉଦ୍ଧାର କରିଛି, ଆଜି ଆମକୁ ରକ୍ଷା କରିଛି। ଆମର ପୋଷାକ ଦେଖି ଆପଣ ଆମକୁ ଖ୍ରୀଷ୍ଟିଆନ ବୋଲି ଜାଣିପାରିବେ ନାହିଁ। ଆମ ନାମ ଦ୍ୱାରା ଆପଣ ଖ୍ରୀଷ୍ଟିଆନ ବୋଲି ଜାଣିପାରିବେ। ଏଇଟା ହେଉଛି ଆମର ପରିଚୟ ନାହିଁ। ଆମର ପରିଚୟ ଆମର ସ୍ୱଭାବ, ଆମର ପ୍ରେମ ଦେଖି। ଏହି ପ୍ରେମ ହେଉଛି ଆମର ପରିଚୟ। ଗୋଟେ ଖ୍ରୀଷ୍ଟିଆନର ପରିଚୟ କ'ଣ? ପ୍ରେମ। ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ, ତୁମମାନଙ୍କ ପ୍ରେମ ଦେଖି, ପରସ୍ପରକୁ ପ୍ରେମ ଦେଖି ଜଗତ ଜାଣିବ ଯେ ତୁମେ ଯୀଶୁଙ୍କର ମୋର ଶିଷ୍ୟ ଅଟ। ଖ୍ରୀଷ୍ଟିଆନ ଭାଇ ଭଉଣୀମାନେ ଜଗତକୁ ପ୍ରେମ କରି ଜଗତର ଉନ୍ନତି ନିମନ୍ତେ ସବୁବେଳେ ସେମାନେ କାମ କରି ଆସିଅଛନ୍ତି। ପ୍ରଭୁଙ୍କର ଗୌରବ ମହିମା ହେଉ। ଏ ଯେଉଁ ବାହିକ ବେଶଭୂଷା, ଏଇଟା ଖ୍ରୀଷ୍ଟିଆନର ପରିଚୟ ନୁହେଁ। କାରଣ
ଖ୍ରୀଷ୍ଟିଆନିଟି ଏଇ ପ୍ରକାର ଗୋଟେ ରିଲିଜନ୍ ଅଟେ ଯେଉଁଠାରେ କି ସର୍ବଜାତି ସର୍ବଭାଷାବାଦୀ ସର୍ବଗୋଷ୍ଠୀ ସବୁ ପ୍ରକାର ଲୋକମାନେ ଅଛନ୍ତି। କାରଣ ପ୍ରକାଶିତ ପୁସ୍ତକ 5 ଅଧ୍ୟାୟରେ ଆମେ ଦେଖୁଛୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗର ଘଟଣାକୁ ସେ ଆମମାନଙ୍କୁ ଦେଖାଉଅଛନ୍ତି। 5 ଅଧ୍ୟାୟରେ ଆମେ ଦେଖୁଛୁ 9 ପଦ ଲେଖାଗଲା, ସେମାନେ ଗୋଟିଏ ନୂତନ ଗୀତ ଗାନ କରି କହିଲେ, ତୁମ୍ଭେ ସେହି ପୁସ୍ତକ ନେବାକୁ ଓ ସେଥିର ମୁଦ୍ରା ସବୁ ଭାଙ୍ଗିବାକୁ ଯୋଗ୍ୟ ଅଟ, କାରଣ ତୁମେ ହତ ହେଇଥିଲ, ପୁଣି ଆପଣା ରକ୍ତ ଦ୍ୱାରା ସମସ୍ତ ଗୋଷ୍ଠୀ, ଦେଖନ୍ତୁ କୌଣସି ଗୋଟିଏ ଗୋଷ୍ଠୀ ନାହିଁ, এই ଗୋଷ୍ଠୀର ଲୋକ ଖ୍ରୀଷ୍ଟିଆନ ସେଇ ଗୋଷ୍ଠୀର ଲୋକ ଖ୍ରୀଷ୍ଟିଆନ ନାହିଁ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତ ଗୋଷ୍ଠୀ ଭାଷାବାଦୀ ବଂଶ ଓ ଜାତି ମଧ୍ୟରୁ ଈଶ୍ୱରଙ୍କ ନିମନ୍ତେ ଲୋକମାନଙ୍କୁ କ୍ରୟ କରିଅଛନ୍ତି, ପୁଣି ସେମାନଙ୍କୁ ଆମ୍ଭମାନଙ୍କ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ରାଜକୁଳ ଓ ଯାଜକ କରିଦେଇଅଛନ୍ତି, ଆଉ ସେମାନେ ପୃଥିବୀ ଉପରେ ରାଜତ୍ୱ କରିବେ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ, ଆପଣ ଖ୍ରୀଷ୍ଟିଆନିଟିରେ ସବୁ ଜାତି ସବୁ ଭାଷାବାଦୀ ସବୁ ଗୋଷ୍ଠୀ ସବୁ ବଂଶ ସବୁ ସମ୍ପ୍ରଦାୟର ଲୋକକୁ ଆପଣମାନେ ଦେଖିପାରିବେ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପ୍ରଭୁ। କ୍ରୁଶ ଉପରେ ସେ ସମସ୍ତଙ୍କ ନିମନ୍ତେ ଆପଣ ପ୍ରାଣ ଦେଇଛନ୍ତି। ତାଙ୍କର ରକ୍ତ ସମସ୍ତଙ୍କ ନିମନ୍ତେ, ତାଙ୍କର ପ୍ରେମ ସମସ୍ତଙ୍କ ନିମନ୍ତେ, ତାଙ୍କର ବଳିଦାନ ସମସ୍ତଙ୍କ ନିମନ୍ତେ। ଆମେ এই ଗୋଷ୍ଠୀର ଲୋକ ଖ୍ରୀଷ୍ଟିଆନ ସେଇ ଗୋଷ୍ଠୀର ଲୋକ ଖ୍ରୀଷ୍ଟିଆନ ସେଇ ଭାଷାବାଦୀ, ତୁମେ ଖ୍ରୀଷ୍ଟିଆନ ହିଁ ତୁମେ କ'ଣ ଓଡ଼ିଆ ଭାଷା କହୁଛ, ତୁମେ ଖ୍ରୀଷ୍ଟିଆନ ହିଁ କ'ଣ ହିନ୍ଦୀ ଭାଷା କହୁଛ। ପ୍ରିୟମାନେ, ଆମେ ଭାରତୀୟ ଖ୍ରୀଷ୍ଟିଆନ ଅଟୁ। ଆମେ ଭାରତର ଭାଷା ଆମେ କହିବୁ। ଆମେ ଲୋକମାନଙ୍କର ଭାବନା କ'ଣ ଯେ ଯୀଶୁଖ୍ରୀଷ୍ଟ କେବଳ ଇଂଲିଶ ଲୋକମାନଙ୍କର ଇଂଲଣ୍ଡ ମାନଙ୍କର ବିଦେଶୀ ମାନଙ୍କର ହିଁ ପରମେଶ୍ୱର, ସେଇଟା ଲୋକମାନଙ୍କର ଭାବନା। ଖ୍ରୀଷ୍ଟିଆନ ମାନେ କହିଲେ ଇଂଲିଶ କହିବେ, ଖ୍ରୀଷ୍ଟିଆନ ମାନେ କହିଲେ ସେମାନେ ସୁଟ୍ ବୁଟ୍ ଏକା ସବୁବେଳେ ପିନ୍ଧୁଥିବେ, ସେମାନଙ୍କର ସୁଟ୍ ବୁଟ୍ ଥିବ, ଗାଡ଼ି ଘୋଡ଼ାରେ ଏକା ବୁଲୁଥିବେ, ଏଇ ପ୍ରକାର ଲୋକମାନଙ୍କର ମନୋଭାବ। ଆଉ ସେଥିପାଇଁ କହନ୍ତି ଯେ ଆପଣ ଖ୍ରୀଷ୍ଟିଆନ ପରି ଦେଖାଯାଉନାହାନ୍ତି ତ, ଆପଣଙ୍କ ପିନ୍ଧାଅଡ଼ା। ପ୍ରିୟମାନେ, ଆମେ ଭାରତୀୟ ଖ୍ରୀଷ୍ଟିଆନ ଅଟୁ। ଭାରତର ପିନ୍ଧାଅଡ଼ା ଆମେ ପିନ୍ଧିବୁ। ଆମେ ଏଇଟା ଆମମାନଙ୍କର କଲଚର। ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବେ ଆମେ ଗ୍ରହଣ କରିଛୁ। କାରଣ ଆମେ ସତ୍ୟ ପରମେଶ୍ୱରଙ୍କର ପରିଚୟ ଆମେ ପାଇଛୁ। ଆମମାନେ ଏହି ଦେଶରେ ଏହି ରାଜ୍ୟରେ ଆମମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ଜୀବନର ତ୍ରାଣକର୍ତ୍ତା ଭାବେ ଆମେ ଗ୍ରହଣ କରିଛୁ। କାରଣ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କର ପରମେଶ୍ୱର ଅଟନ୍ତି। ସେଥିପାଇଁ ଆମ ନାମରୁ, ଆମମାନଙ୍କର ପୋଷାକରୁ, ଆମମାନଙ୍କର ଖାଦ୍ୟରୁ ଆମେ ଖ୍ରୀଷ୍ଟିଆନ ବୋଲି ଆମେ ତାହା ଜଣାଉନାହୁଁ। ଆମମାନଙ୍କର ଆମମାନଙ୍କ ପ୍ରେମ ତାହା ଜଣାଇବ। କାରଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ଆମକୁ କହିଅଛନ୍ତି। ପ୍ରିୟମାନେ, ଆଉ ଖ୍ରୀଷ୍ଟିଆନର ପରିଚୟ ପବିତ୍ରତା ଅଟେ। ପ୍ରଥମ ପିତର ଏହାର 1 ଅଧ୍ୟାୟ 15 ପଦ 16 ପଦରେ ଲେଖାଯାଉଛି ଯେ ତୁମମାନେ ପବିତ୍ର ହୁଅ, କାରଣ ତୁମମାନଙ୍କ ଈଶ୍ୱର ପବିତ୍ର। ଖ୍ରୀଷ୍ଟିଆନ ମାନେ ସେମାନେ ପବିତ୍ର ଜୀବନଯାପନ କରିବା ପାଇଁ ସବୁ ସମୟରେ ସେମାନେ ପ୍ରାର୍ଥନା କରନ୍ତି। ଆମମାନଙ୍କର ପାଟି ପବିତ୍ର, ଆମମାନଙ୍କ ଆଖି ପବିତ୍ର, ଆମମାନଙ୍କ କାନ ପବିତ୍ର, ଆମମାନଙ୍କ ପୋଷାକ ମଧ୍ୟ ପୁରୁଣାଟା ଥିବ ମାତ୍ର ସଫାସୁତୁରା ପୋଷାକ। ଆମମାନଙ୍କର ଘରକୁ ମଧ୍ୟ ଆମେ ସଫାସୁତୁରା ରଖୁ। ଏଇଟା ହେଉଛି ପବିତ୍ରତା, ହେଉଛି ଆମର ପରିଚୟ। ଆମକୁ ନାମକୁ ଧରି, ଆମମାନଙ୍କର ପୋଷାକକୁ ଧରି ଲୋକମାନେ ଆମକୁ ଜାଣି ନ ପାରନ୍ତି। ଆଉ ସେଇ ପ୍ରକାର ଭାବରେ ଆମେ ନିଜର ପରିଚୟ ମଧ୍ୟ ଲୋକମାନଙ୍କୁ ଦେବା ପାଇଁ ଆମେ ଚାହୁଁନାହୁଁ। ଆମର ପରିଚୟ କ'ଣ? ପ୍ରେମ। ଖ୍ରୀଷ୍ଟିଆନ ଅନ୍ୟମାନଙ୍କୁ ପ୍ରେମ କରେ, ଦୁଃଖୀ ଦରିଦ୍ର ଅନାଥ ବିଧବା ସେମାନଙ୍କ ପାଇଁ ଚିନ୍ତା କରେ, ସେମାନଙ୍କ ନିମନ୍ତେ ଶିକ୍ଷା ସ୍ୱାସ୍ଥ୍ୟର ବନ୍ଦୋବସ୍ତ କରିବା ପାଇଁ ସବୁବେଳେ ସେ ସଜାଗ ରହେ। ଆମେ ପ୍ରାର୍ଥନା କରିବା। ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ସବୁ ଜାତି ସବୁ ଧର୍ମ ସବୁ ଭାଷାବାଦୀର ଲୋକମାନଙ୍କୁ ପ୍ରଭୁ ତୁମେ କିଣୁଛ ତୁମ ରକ୍ତ ଦ୍ୱାରା। ମୁଁ ତୁମକୁ ଧନ୍ୟବାଦ ଦେଉଛି ରାଜା, କାରଣ ତୁମେ ସମସ୍ତଙ୍କର ପରମେଶ୍ୱର ଅଟ। ପ୍ରଭୁ, ଆମମାନଙ୍କ ପୋଷାକ ଦ୍ୱାରା ଲୋକ ଆମକୁ ଜାଣିବେ ନାହିଁ, ଆମମାନଙ୍କର ଭାଷା ଦ୍ୱାରା ଲୋକମାନଙ୍କୁ ଆମକୁ ଜାଣିବେ ନାହିଁ ପ୍ରଭୁ। ମାତ୍ର ପ୍ରଭୁ, ଆମମାନଙ୍କ ପରିଚୟ ତୁମେ ଅଟ। ଆମେ ତୁମର ପ୍ରେମ ପାଇଛୁ ପ୍ରଭୁ। ତୁମର ପ୍ରେମ ଆମକୁ ବଦଳେଇଛି। ଆମେ ଯେଉଁ ପ୍ରକାର ଜୀବନଯାପନ କରୁଥିଲୁ କେବଳ ତୁମ ପ୍ରେମ ହିଁ ଆମମାନଙ୍କୁ ବଦଳେଇଛି। ଧନ୍ୟବାଦ ପ୍ରଭୁ। ସେଥିପାଇଁ ଆଜି ପ୍ରଭୁ ଆମେ ଗର୍ବିତ, ଆମେ ଭାରତୀୟ ଖ୍ରୀଷ୍ଟିଆନ ଭାବରେ। ପ୍ରଭୁ, ଆମମାନଙ୍କର ପରମେଶ୍ୱର ଆମକୁ ପ୍ରେମ କରି
ଏହି ଦେଶରେ ତାଙ୍କର ପରିଚୟ ଦେଇଛନ୍ତି। ସେଥିପାଇଁ ଧନ୍ୟବାଦ। ଆମ ଦେଶକୁ ଆଶୀର୍ବାଦ କର, ଆମ ଦେଶର ଯତ୍ନ ନିଅ, ଆମ ଦେଶ ସଦାସର୍ବଦା ସମୃଦ୍ଧିର ମାର୍ଗରେ ଆଗକୁ ବଢ଼ିବ ସାହାଯ୍ୟ କର। ପ୍ରାର୍ଥନା ପ୍ରିୟ ଯୀଶୁ ନାମରେ ମାଗୁଛୁ, ଆମେନ୍। ସମସ୍ତଙ୍କୁ ନମସ୍କାର, ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଅନୁଗ୍ରହ କଲେ ଆସନ୍ତା ଅଧ୍ୟାୟରେ ଗୋଟେ ନୂଆ ପ୍ରସଙ୍ଗରେ ଆମମାନେ ପରସ୍ପର ସେ ସାକ୍ଷାତ କରିବା ରହିବା। ନମସ୍କାର, ପ୍ରେଜ୍ ଦ ଲର୍ଡ, ଗଡ୍ ବ୍ଲେସ୍ ୟୁ।